ସବୁ ଯେତେବେଳେ ଡାକୁଛ ମୁଁ ସବୁବେଳେ ଆସିବି, ମୁଁ ମନା କରୁଛି। ଯେତେବେଳେ କହିବ ସେତେବେଳେ ଆସିବି, କିଛି ଅସୁବିଧା ନାହିଁ। ଏବେ ବହୁତ ଡେରି ହେଲାଣି, କ'ଣ ପାଇଁ ନା ଗଲେ ଟିକେ କାମ ଅଛି। ଆପଣଙ୍କ ପ୍ରବଚନ ଶୁଣିକିନା ଲୋକମାନେ କହୁଛନ୍ତି ଏଇ ଟିକେ ଷ୍ଟାର୍ଟ କରୁଛନ୍ତି। କେଶବ ଆପଣଙ୍କର ପ୍ରବଚନ ଶୁଣିକି ଲୋକମାନେ କହୁଛନ୍ତି କେଶବ କଳ୍କି ପୁରୁଷ ବୋଲି, ଏହାର ଯଥାର୍ଥତା ଅଛି କି ନାହିଁ ବୋଲି ସେମାନେ ବୁଝୁଛନ୍ତି। କଳ୍କି ପୁରୁଷ କି ନାହିଁ ଅନେକ ଅନେକ ଲୋକ କହୁଛନ୍ତି ଯେ ଆମ ଗୁରୁପତିକୁ କଳ୍କି, ତମେ ଖାଲି ତମ ଗୁରୁଟାକୁ ଖାଲି କଳ୍କି ପାଟି କରିବ, ତାର କିଛି ମାନେ ଠାକୁର କେଶବ ଚନ୍ଦ୍ରଙ୍କୁ ମାନେ ମୁଁ ଯୋଉ କଳ୍କି ପୁରୁଷ ବୋଲି କହିଛି କହିଛନ୍ତି ଥରେ ଦୁଇଥର, କିନ୍ତୁ ମାନେ ସେଟା ଯଥାର୍ଥ କି ନୁହେଁ ବୋଲି ଅନେକ କ୍ୱେଶ୍ଚିନ୍ କରୁଛନ୍ତି। ଯେ ସେ କହୁଛନ୍ତି କଳ୍କି ମାନେ ଯେ କଳୁଷ ନାଶନ କରେ, ଆମ ଗୁରୁ ମାନେ ବି ତ କଳୁଷ ନାଶନ କରୁଛନ୍ତି, ଆମ ଗୁରୁ କରୁନାହାନ୍ତି, ଆମ ଗୁରୁକୁ କାହିଁକି ସୃଷ୍ଟ କଳ୍କି ପୁରୁଷ କୁହାଯିବ? ତାର କଣ ପ୍ରମାଣ ରହିଛି ନା କଣ? ଆପଣ ଆଧାର କଣ? ଯିବା ପୂର୍ବରୁ ସହଜରେ ଟିକେ ବୁଝେଇଦେଲେ ଆମେ କହିପାରୁଥିବୁ କ୍ଲିୟର। ମୁଁ କୋଉ କଥା ତ ସର୍ଟକଟ ରେ କହିପାରେ। ହଉ ତଥାପି ଏଇଟା ଆପଣ ମାନଙ୍କ ଭିତରେ ଯୋଉ ଯେହେତୁ ଜିଜ୍ଞାସାଟା ଅଛି, ଜିଜ୍ଞାସାଟା ତ ପୂର୍ଣ୍ଣ ନହେଲେ ଭଲ ଲାଗିବନି। କାଲି ପ୍ରବଚନ ଟା ଯଦି ଆପଣ ମାନେ କହିଥାନ୍ତେ ସେଇ ଉପରେ କୁହ ବି ମୁଁ କହିଥାନ୍ତି। ହେମନ୍ତ ଭାଇ ପୁଅର ଜନ୍ମଦିନ, ଜନ୍ମ ଆଉ ମୃତ୍ୟୁ ସମ୍ପର୍କରେ କାଲିର ଆଲୋଚନାଟା ଥିଲା। ହଉ ଠିକ ଅଛି, ମୁଁ ତାଙ୍କୁ କଳ୍କି ପୁରୁଷ ବୋଲି କାହିଁକି କହୁଛି ସେ ସମ୍ପର୍କରେ ଦକ୍ଷ ଭାଇ ତ କହିଲେ, ମୁଁ ଅନେକ ଥର ମାନେ ୟୁଟ୍ୟୁବରେ ସେ କଥା କହିସାରିଛି। କଳ୍କି ଅବତାରକୁ ନେଇକରି ମୁଁ କଣ ବହୁତ ଲୋକ ବହୁତ ମନ୍ତବ୍ୟ ଆଉ ବାଦ ବିବାଦ ଏବେ ଚାଲିନି କି, ବହୁତ ପ୍ରକାରର ଚାଲିଛି। ମୁଁ ମୋ ଗୁରୁଦେବଙ୍କୁ କଳ୍କି ଅବତାର କହିଛି ଅନ୍ୟମାନଙ୍କ ଦୃଷ୍ଟିରେ, କିନ୍ତୁ କଳ୍କି ଅବତାରର ସ୍ୱରୂପ ଯାହା, ମୋ ଦୃଷ୍ଟିରେ କଳ୍କି ଅବତାରର ସ୍ୱରୂପ ସେଇଟା ନୁହେଁ। ମୁଁ ସେଇ ଦୃଷ୍ଟିରୁ ତାଙ୍କୁ କଳ୍କି ଅବତାର ବୋଲି କହି ନାହିଁ। ଅନ୍ୟମାନେ ଯିଏ ବି କଳ୍କି ଅବତାର ସମ୍ପର୍କରେ ଆଲୋଚନା କରୁଛନ୍ତି, ସାଧାରଣ ଲୋକମାନଙ୍କର ଦୃଷ୍ଟିଭଙ୍ଗୀଟା କୋଉଠିକି ପଳେଇ ଯାଉଛି? ଜିତୁ ଭାଇ କହିଲ ସାଙ୍ଗେ ସାଙ୍ଗେ 12 ହାତ ଖଣ୍ଡା ପାଖ କଳ୍କି ଅବତାର ଆସିବେ, 12 ହାତ ଖଣ୍ଡା ଧରିବେ, ଆଉ ସେ ମ୍ଲେଚ୍ଛ ସଂହାର କରିବେ। ମାନେ କଳ୍କି ଅବତାରଙ୍କୁ ଏଇଭଳି ଭାବରେ ଅନେକ ଶାସ୍ତ୍ରଜ୍ଞ ମାନେ ଯୋଉମାନେ ମାଳିକା ରଚନା କରିଛନ୍ତି ତାକୁ ଏଇଭଳି ଭାବରେ ଚିତ୍ରିତ କରିଛନ୍ତି ଯେ ସେ 12 ହାତ ଖଣ୍ଡା ଧରିବେ ଆଉ ମ୍ଲେଚ୍ଛ ସଂହାର କରିବେ। ଯିଏ ଯାହା କହିଲେ ବି ଆମର ସେଥିରେ କିଛି କହିବାର ନାହିଁ। ଭାରତୀୟ ସଂସ୍କୃତିର ଯୋଉ ମହାନ ଆଦର୍ଶ ରହିଛି, ସେଟା ଜୀବନ ଦବା ନା ଜୀବନ ନବା? ଜୀବ ପ୍ରତି ଦୟା, ନାମେ ଶ୍ରଦ୍ଧା ଜୀବେ ଦୟା, ଏଇଟା ହଉଛି ଭାରତୀୟ ସଂସ୍କୃତିର ମାନେ କଥା। ଭଗବାନଙ୍କର ନାମ କୀର୍ତ୍ତନରେ ଶ୍ରଦ୍ଧା ରଖିବ, ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବ। ଜଣେ ମଣିଷକୁ ଯେତେବେଳେ ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ପାଇଁ ଉପଦେଶ ଦିଆଯାଇଛି ଗୋଟେ ସାଧାରଣ ମଣିଷକୁ, ତେବେ ଯିଏ ଅବତାର ନେବେ, ପଶୁ ପକ୍ଷୀ ପ୍ରତି ମଧ୍ୟ ଆମ ମନରେ ଦୟାଭାବ ରହିବା କଥା ଶାସ୍ତ୍ର ପୁରାଣରେ ଉପଦେଶ ଦିଆଯିବ। ଜୈନଜୀ ମାନଙ୍କ କଥା ଜାଣିଥିବ, ଜୈନ ଧର୍ମ, ସେମାନେ ମଶା କି ମାଛି କାଳେ ନାକରେ ପଶିଯିବ, ସେମାନେ ଗୋଟେ କପଡା ବାନ୍ଧିଥାନ୍ତି। ଜୀବଟା ମରିବା କଥା ନୁହେଁ, ଜୀବଟା ମରିବା ଉଚିତ ନୁହେଁ। ମାନେ ଆମ ସଂସ୍କୃତିରେ ଏମିତି ଗୋଟେ ମହାନ ପରମ୍ପରା ରହିଛି, ମାନେ ଗୋଟେ ଜ୍ଞାନର ଏଟା ହଉଛି ଗୋଟେ ଚରମ ସୀମାର କଥା, ଅନ୍ୟ ପ୍ରତି ଗୋଟେ ଦୟାଭାବ ପ୍ରଦର୍ଶନ କରିବାଟା। ଆଚ୍ଛା, ଯଦି ଗୋଟେ ମଣିଷକୁ ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ପାଇଁ ଏତେ ଉପଦେଶ ବା ନିର୍ଦ୍ଦେଶ ଦିଆଯାଇଛି, ଯିଏ ଅବତାର ଆସିବେ ସେ ସମସ୍ତଙ୍କୁ ହାଣିବେ ଆଉ ମାରିବେ ଖାଲି। ଗୋଟେ କଥା ଚିନ୍ତା କର, ଅବତାର ଯେତେବେଳେ ଆସିବେ ସେ ସଂସାରକୁ ସଜାଡିବାକୁ ଆସିବେ ନା ବିଗାଡିବାକୁ ଆସିବେ? ଆଚ୍ଛା, ସଜଡାଟା ଖାଲି ହାଣି ମାରିକିରି କରାଯିବ, ତାହେଲେ ଶାସ୍ତ୍ରରେ କାହିଁକି ସେମିତି କୁହାଯାଇଛି? ସେଇ ତ କଥା, ତମେ ତ ପ୍ରଶ୍ନ ଯାହା ପଚାରିଲ ମୁଁ ତାକୁ ଉତ୍ତର ଦେବାକୁ ଯାଉଛି, ଏଇଟା ହଉଛି କଥା। ତେଣୁ ଅବତାର ଯିଏ ଆସିବେ ସିଏ ହାଣିବେ ମାରିବେ ନା ଅଲଗା ଉପାୟରେ ପ୍ରକୃତରେ ସିଏ ଶାନ୍ତି ପ୍ରତିଷ୍ଠାଟା କରିବେ? ଆପଣ ମାନେ ବିଚାର କରନ୍ତୁ, କୋଉଟା ହବାଟା ଉଚିତ, କୋଉଟା ଠିକ? ଶାନ୍ତି ପ୍ରତିଷ୍ଠାଟା କରାଯିବ, ଶାନ୍ତିରେ କରାଯିବ ନା ଅଶାନ୍ତି ସୃଷ୍ଟି କରି କରାଯିବ? ମୁଁ ତ ଅନେକ ଥର ମୋ ଆଲୋଚନାରେ ମୁଁ କହିସାରିଛି ଯେ ଭଗବାନଙ୍କର କଳିଯୁଗ ଅବତାରଙ୍କ ସମ୍ପର୍କରେ ଭାଗବତରେ ଯୋଉ କଥା ଲେଖା ହେଇଛି, ପ୍ରଥମ ସ୍କନ୍ଦ 3ୟ ଅଧ୍ୟାୟ, କଳିଆଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନମୋହି ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିବେ ଅସୁରଙ୍କ ମନ।
କଳିଯୁଗର ଅବତାର କାହାକୁ ବଦ୍ଧ କରିବେ ନାହିଁ। ଭାଗବତର ସେ ପଦରୁ ଯାହା ଜଣା ପଡୁଛି ସେ କାହାକୁ ବଦ୍ଧ କରିବେ ନାହିଁ, ବରଂ ତାଙ୍କ ଜ୍ଞାନ ଆକର୍ଷଣରେ ପାଷାଣ୍ଡ ନିଷ୍ଠୁର ପାପିଷ୍ଠ ମାନଙ୍କର ମନକୁ ସେ ଆକର୍ଷଣ କରି ନେବେ। ଯିଏ ଅବତାର ହେଇଥିବେ ସିଏ ଏତେ ଶାନ୍ତ ସରଳ ନମ୍ର ବିନୟୀ ମିଷ୍ଟଭାଷୀ ମିତାଳାପୀ ହୋଇଥିବେ ଯେ ତାଙ୍କ ଆଚରଣ ଦ୍ଵାରା ମାନେ ନିଷ୍ଠୁର ଲୋକମାନେ, ଗୋଟେ ନିର୍ମମ ଲୋକ ବି ମାନେ ଆକର୍ଷିତ ହେଇଯିବ, ତା ନିଜକୁ ସେ ପରିବର୍ତ୍ତନ କରିପାରିବ। ଏଇଟା ଭାଗବତର ସେଇ ମର୍ମାର୍ଥ, ସେ ଯୋଉ ପଦର। ମୋର ବ୍ୟକ୍ତିଗତ ମତ ଦେଇ ମୁଁ ମୋ ଗୁରୁଦେବଙ୍କୁ କଳିକି ଅବତାର ବୋଲି କହିଦେବି। ଏଇଟାକୁ କଣ ସମସ୍ତେ ସମୀଚୀନ ବୋଲି ଭାବିବେ? ସେଇ କଥା ସେମାନେ କହୁଛନ୍ତି ଯେ ଆପଣ ଆପଣଙ୍କ କଥା କହିଦଉଛନ୍ତି, କିନ୍ତୁ ଆମ ପାଖରେ କିଛି ଆମ ଅନୁଭବ ନାହିଁ, ବୋଧ ନାହିଁ। ଶୁଣ, ଅନୁଭବଟା ଅଲଗା କଥା। ଅନୁଭବ ସମସ୍ତଙ୍କ ପାଖରେ ଆସିବ ନାହିଁ। ଗୋଟେ ଅସୀମୀଚୀନ କଥା ମୁଁ ବି କହି ନାହିଁ। ମୋ ଗୁରୁଦେବଙ୍କୁ ଯୋଉ ମୁଁ କଳିକି ଅବତାର କହିଛି ସେଥିରେ ଅସୀମୀଚୀନ କଥା କିଛି ନାହିଁ, ଏଟା ସମୀଚୀନ, ବୁଝିବା ଦରକାର। ଜଗନ୍ନାଥ ଦାସ ତାଙ୍କ କଳି ଭବିଷ୍ୟ ମାଳିକାରେ ଉଲ୍ଲେଖ କରିଛନ୍ତି, କର ନିୟମ କଳକି ଦେବ କଳାଗିରି ଠାରେ ଶୂଦ୍ର କେଶ। ଏଇଟା ଜଗନ୍ନାଥ ଦାସଙ୍କର କଳି ଭବିଷ୍ୟ ମାଳିକାର ଚତୁର୍ଥ ଅଧ୍ୟାୟ, ଚତୁର୍ଥ କାହାଣୀ ବୋଲି। ପ୍ରତ୍ୟେକଟି ଅଧ୍ୟାୟକୁ ସେ କାହାଣୀ ନାମ ଦେଇଛନ୍ତି। କହିଲେ କର ନିୟମ କଳକି ଦେବ କଳାଗିରି ଠାରେ ଶୂଦ୍ର କେଶବ। ଶୂଦ୍ର କୂଳ ମଣ୍ଡନ କରି ଆସିଥିବା କେଶବ ହଉଛନ୍ତି କଳିକି ଦେବ। ଏଇଟା ଲେଖା ହେଇଛି ସେଥିରେ। ଇଏ 12 ହାତ ଖଣ୍ଡା ଧରିଥିବା କଳିକି ପୁରୁଷ ନୁହେଁ, ବୁଝିପାରିଲେ ନା? ଇଏ ଅଜ୍ଞାନତା ଦୋଷରୁ ମନରେ ଲାଗିଥିବା ଅମାନୁଷିକତା, ଯୋଉ ଅମାନବିକତାର ଯୋଉ କଳଙ୍କକୁ ପୋଛିଲା ବାଲା ହଉଛନ୍ତି କଳିକି। ତତ୍ଵରେ କୁହାଯାଇଛି। ସବୁ ତ ଜିନିଷ ତତ୍ଵ, ଆଉ ତତ୍ଵ ଜାଣିଲେ ବୁଡେ ଭ୍ରାନ୍ତି ଭବସାଗର ତରି ଯାଆନ୍ତି। ଆଉ ବୁଝିବାକୁ ପଡିବ, ଅନୁଶୀଳନ କରିବାକୁ ପଡିବ। ତେଣୁ ବିଭିନ୍ନ ପ୍ରକାର ଆଧାରକୁ ନେଇ ବ୍ୟକ୍ତିର ନାମକରଣ କରାଯାଏ ନାହିଁ କି? ବାପା ମାଙ୍କର ନାଁ ଅନୁସାରେ ନାମକରଣ ହେଇଛି କି ନାହିଁ ପୁରାଣରେ ମତେ କହିଲ? ହେଇନି? କୁନ୍ତୀଙ୍କର ପୁଅ ମାନଙ୍କୁ କୌନ୍ତେୟ ବୋଲି କୁହାଯାଇଛି କି ନାହିଁ? ପୁରାଣ କଥା ଦେଖନ୍ତୁ। ପଣ୍ଡୁଙ୍କର ପୁଅଙ୍କୁ ପାଣ୍ଡବ କୁହାଯାଉଛି, ଧୃତରାଷ୍ଟ୍ରଙ୍କ ପୁଅକୁ ଧୃତରାଷ୍ଟ୍ରୀ ବ୍ୟାକରଣରେ, ଧୃତରାଷ୍ଟ୍ରଙ୍କ ପୁଅ ଧୃତରାଷ୍ଟ୍ରୀ। ବସୁଦେବଙ୍କ ପୁଅକୁ କଣ କୁହାଯାଉଛି? ବାସୁଦେବ। ଦଶରଥଙ୍କ ପୁଅ ଦାଶରଥୀ। ଦ୍ରୁପଦ ରାଜାଙ୍କ ଝିଅ ଦ୍ରୌପଦୀ। ଜନକ ରାଜାଙ୍କ ଝିଅ ଜାନକୀ। ଏଗୁଡାକ ସବୁ ଯେମିତି ବାପା ମାଙ୍କ ନାମ ଅନୁସାରେ ଗୋଟେ ଜାଗା ନା। ବିଦେହ ରାଜକୁମାରୀ ହେଇଥିବାରୁ ସେ ତାଙ୍କ ନାଁ ବୈଦେହୀ, ମିଥିଳା ରାଜକୁମାରୀ ହେଇଥିବାରୁ ମୈଥିଳୀ। ଜାଗା ଅନୁସାରେ, ବାପା ମାଙ୍କ ନାଁ ଅନୁସାରେ, ପୁଣି କର୍ମ ଅନୁସାରେ ବି। ଯିଏ କାଠ ହାଣେ ସେ କିଏ? କାଠୁରିଆ। ତେଣୁ ଯିଏ କଳଙ୍କକୁ ପୋଛନ୍ତି ସେ କଳିକି। କଥାଟା ବୁଝି ହଉଛି କି ନାହିଁ? ତେଣୁ ଏଇ ଦୃଷ୍ଟିରୁ ଚିନ୍ତା କଲେ କେଶବ ଚନ୍ଦ୍ର ଯେହେତୁ କଳଙ୍କକୁ ପୋଛିବାକୁ ଆସିଥିଲେ ଜ୍ଞାନ ମାଧ୍ୟମରେ, ତାଙ୍କୁ କଳିକି କହିବାରେ କିଛି ଅସୁବିଧା ନାହିଁ। ଆଉ ଦକ୍ଷ ଭାଇ ଯୋଉ କଥା କହୁଥିଲେ, ଅନ୍ୟ ଗୁରୁ ମାନେ ବି କହୁଛନ୍ତି ଯେ ଆମର ଠାକୁର ବି କଳଙ୍କ ପୋଛିଛନ୍ତି ଜ୍ଞାନ ମାଧ୍ୟମରେ, ତେଣୁ ସିଏ ବି କଳିକି। ମନା ନାହିଁ, କିଏ ମନା କରୁଛି? କିନ୍ତୁ ଏଇ ଯୋଉ ପ୍ରାମାଣିକ ତତ୍ଵ, କର ନିୟମ କଳକି ଦେବ କଳାଗିରି ଠାରେ ଶୂଦ୍ର କେଶବ, ଏ ପ୍ରମାଣକୁ ପୁଣି ଆଧାର କରିବାକୁ ପଡିବ ନା। କେଶବଙ୍କୁ କଳିକି ବୋଲି ଏଠି ଯେମିତି ପ୍ରମାଣ କରାଯାଉଛି, ସେମିତି ଅନ୍ୟମାନଙ୍କୁ ପ୍ରମାଣ ଯଦି କରାଯାଇଛି କିଛି ଅସୁବିଧା ନାହିଁ। କଥାଟା ବୁଝିପାରୁଛନ୍ତି ନା? ତେବେ କହିବାର କଥା କଣ, ମାଳିକା ଠାରୁ ଆରମ୍ଭ କରି ଭାଗବତ ପର୍ଯ୍ୟନ୍ତ ସବୁଠାରେ, ଭାଗବତ ଠାରୁ ଆରମ୍ଭ କରି ପର୍ଯ୍ୟନ୍ତ ସବୁଠାରେ କଳିକି ଅବତାରଙ୍କ ସମ୍ପର୍କରେ ବହୁତ କଥା ଲେଖା ହେଇଛି। ମାଳିକା ଠାରୁ ଭାଗବତ ପର୍ଯ୍ୟନ୍ତ ସବୁଠି ଉଲ୍ଲେଖ ଅଛି କଳିକି ଅବତାର ଆସିବେ କୋଉଠି? ସମ୍ବଳ ନଗର। ସମ୍ବଳ ଗ୍ରାମରେ ଆସିବା କଥା କୁହାଯାଇଛି। କଣ ଭାଇ? କଳିଯୁଗ ଶେଷ ହେବ, ସହସ୍ର ବର୍ଷ ସାଧୁଙ୍କ ଧର୍ମ ରଖିବାର ସମ୍ବଳ ନାମକ ସମ୍ବଳ ଗାଁରେ ଆସିବେ ବୋଲି କୁହାଯାଇଛି। ତେବେ ସେ ଯୋଉ ସମ୍ବଳ ଗାଁ ଟା ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ମାଳିକା ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ କ୍ଷୀର ନଦୀ ଦକ୍ଷିଣେ ଯେ ବିରଜା ମଣ୍ଡଳ, ଖ୍ୟାତ ଯେ କମଳପୁର ଗୁପ୍ତ ଯେ ସମ୍ବଳ। ଯୋଉ ସମ୍ବଳ ନଗରରେ ପ୍ରଭୁ ଆସିବେ, ସମ୍ବଳ ନଗର ନାମ ଏବେ ଗୁପ୍ତ ହେଇଯାଇଛି ଅଚ୍ୟୁତାନନ୍ଦଙ୍କ କହିବା ଅନୁସାରେ। ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ୱାମୀ କହିଲେ କ୍ଷୀର ନଦୀ ଦକ୍ଷିଣେ ଯେ ବିରଜା ମଣ୍ଡଳ, ଖ୍ୟାତ ଯେ କମଳପୁର ଗୁପ୍ତ ଯେ ସମ୍ବଳ। ସମ୍ବଳ ଗାଁ ଟା ଗୁପ୍ତ ହେଇ ଯାଇଛି, ମାତ୍ର ସେଟା କ୍ଷୀର ନଦୀ ଦକ୍ଷିଣ ପଟେ। ସମ୍ବଳ ନଗର ଟା କୋଉଠି ଥିବ? କ୍ଷୀର ନଦୀ ଦକ୍ଷିଣ ପଟେ। ମହାପୁରୁଷଙ୍କ ବାଣୀକୁ ଆଧାର କରି ଆମେ ଆଲୋଚନା କରିବା। ଆମେ ଜ୍ଞାନୀ ନୁହେଁ ଯେ ଆମେ କଣ ଗୋଟେ କହିଦବା ସମସ୍ତେ ଯାକ ତାକୁ ଗ୍ରହଣ କରିଯିବେ, ଏମିତି କଥା। ହଁ, ମହାପୁରୁଷ ମାନେ ପ୍ରମାଣ କରିଛନ୍ତି। ବହୁତ ଲୋକ ତ ମାଳିକାକୁ ଫାର୍ସ ବୋଲି କହୁଛନ୍ତି। ମାନେ ଏତେ ବଡ ବଡ ସାଧକଙ୍କୁ ସେମାନେ କୋଉ ଦୃଷ୍ଟିରେ ଦେଖୁଛନ୍ତି? ହଉ ଛାଡ ଛାଡ, ସେ କଥା ଆମର କିଛି କହିବାର ନାହିଁ। ତେବେ ଆମେ ତ ତାଙ୍କୁ ଗ୍ରହଣ କରିଛେ। ତେବେ ଯାହା ହଉ,
ସମ୍ବଳ ନଗରରେ ପ୍ରଭୁ ଆସିବେ। ସମ୍ବଳ ନଗରଟା କୋଉଠି ନା କ୍ଷୀର ନଦୀ ଦକ୍ଷିଣ ପଟେ, ଏବଂ କ୍ଷୀର ନଦୀର ଦକ୍ଷିଣ ପଟେ ବିରଜା ମଣ୍ଡଳ କହିଛନ୍ତି। ବିରଜା କ୍ଷେତ୍ର ନୁହେଁ, ବିରଜା ମଣ୍ଡଳ। ମଣ୍ଡଳ ଯାହା କ୍ଷେତ୍ର ତାହା ନୁହେଁ। ଅନେକ ଥର ମୁଁ ସେ ବିଷୟରେ କହିଛି। ଆଉ ଆଜି ମତେ ସମୟ ନାହିଁ ବାସ୍ତବରେ, ଆପଣ ମାନେ ପଚାରିଲେ ବୋଲି ମୁଁ ଅଟକି ଗଲି। ମୋର ବହୁତ ସିଆଡେ କାମ ଅଛି। ଅନେକଙ୍କ ମତରେ ତ ଆଉ ଜଣେ ବି ଆସିବେ, କିଏ କଳିକି, ଆଉ ଜଣେ କଳିକି ଆସିବେ ଯିଏ 12 ହାତ ଖଣ୍ଡା ଧରିକିରି କଳା ଘୋଡା ଚଢିକିରି ସେ ମ୍ଲେଚ୍ଛ ସଂହାର କରିବେ, 12 ହାତ ଖଣ୍ଡା ଧରିବେ। ଅନେକ ଏଇଟା ମତ ଦଉଛନ୍ତି। ଜଣେ ନୁହେଁ, ବାରମ୍ବାର ଅବତାର ଆସିଲେ ବି ଆମର କିଛି କହିବାର ନାହିଁ। ଆମ ଗୁରୁଙ୍କୁ ଆମେ କଳଙ୍କ ପୋଛିଲା କଳିକି ଅବତାର ରୂପରେ ଆମେ ଗ୍ରହଣ କରି ସାରିଛନ୍ତି। ତେଣୁ ଆଉ ଯେତେ ଅବତାର, ଯେତେ ସାଧୁ ସନ୍ଥ ଅବତାର ଧରାପୃଷ୍ଠରେ ରହିବେ ସେତେ ଭଲ ନା। ସୃଷ୍ଟିର ମଙ୍ଗଳ ହବ, ଏଟା ଶୁଭ ଲକ୍ଷଣ। ତାଙ୍କ ପ୍ରଭାବରେ ସୃଷ୍ଟିରେ ଗୋଟେ ଶାନ୍ତି ପ୍ରତିଷ୍ଠା ହବ। ଲୋକମାନେ ମାନେ ଯେମିତି ବର୍ତ୍ତମାନ ଦେଖ, ଆମେ ଷ୍ଟାର୍ଟିଂ ରେ ଯେତେବେଳେ ଯାଉଥିଲି ସେତେବେଳେ ସୂର୍ଯ୍ୟ କିରଣ କମ ଥିଲା କି ନାହିଁ? ଏବେ ସୂର୍ଯ୍ୟ କିରଣ ଟିକେ ପ୍ରଖର ହେଲା କି ନାହିଁ? ତେଣୁ ସୂର୍ଯ୍ୟ କିରଣ ପ୍ରଖର ହେଲେ ଯେମିତି ଅନ୍ଧାରଟା ଆହୁରି ଦୂରେଇ ଯାଉଛି, ଯେମିତି ସାଧୁ ସନ୍ଥ ଅବତାର ମାନେ ଧରାପୃଷ୍ଠରେ ଯେତେ ରହିବେ ସେତେ ଭଲ। ହଁ କି ନାଇଁ ଭାଇ? ସେତେ ଭଲ। ସେଥିରେ କହିବାର କିଛି ନାହିଁ। ଏମାନେ ଧରାପୃଷ୍ଠକୁ ଆସନ୍ତୁ ଯାହା ବି ହଉ, କିନ୍ତୁ ସମ୍ବଳ ଗ୍ରାମ ଯେ ମାହାଙ୍ଗା ଗ୍ରାମ, ଏଥିରେ ଦ୍ୱିଧା ମତ ନାହିଁ। ଏବେ ଜାଣିଛ କି ନାଇଁ, ବହୁତ ଚ୍ୟାନେଲ ମାନଙ୍କରେ ଅନେକ ସାଧୁ ସନ୍ଥ ଯୋଉମାନେ 80-90 ବର୍ଷର ବୃଦ୍ଧ, ସେମାନଙ୍କୁ ବହୁତ ଚ୍ୟାନେଲ ବାଲା ଯାଇ ପଚାରୁନାହାନ୍ତି କି ସମ୍ବଳ ନଗର କୋଉଟା? ମୁଁ ବି ସେ ଚ୍ୟାନେଲ ମାନଙ୍କରୁ ଟିକେ ଟିକେ ଦେଖେ, କାରଣ ମୋ ଗୁରୁଙ୍କୁ ଯିଏ କହିବ ସମ୍ବଳ ଗାଁ ଟା ଯଦି ମାହାଙ୍ଗା ବୋଲି କହିବ ମତେ ଟିକେ ଖୁସି ଲାଗିବ ନା। ତେଣୁ ଅନେକ ଅନେକ ମହାପୁରୁଷ ବୃଦ୍ଧ ଲୋକମାନେ ଯୋଉମାନେ ସାଧକ ଏବେ ଟିଭି ଚ୍ୟାନେଲରେ ମାହାଙ୍ଗାକୁ ସମ୍ବଳ ନଗର ବୋଲି ସମସ୍ତେ କହୁଛନ୍ତି। ହଁ କି ନାଇଁ? ତମେ ସବୁ ଦେଖିଛ କି ନାଇଁ ସେଗୁଡା? ହଁ, ସେ ସମ୍ବଳ ନଗର ବୋଲି କହୁଛନ୍ତି। ଯେ ମାହାଙ୍ଗା ଯେ ସମ୍ବଳ ଗ୍ରାମ, ଏଇଟା ଅନେକ ଲୋକ ଜାଣି ସାରିଲେ, ବୁଝି ସାରିଲେ। ଯୋଉମାନେ ସଂସ୍କୃତି ସମ୍ପନ୍ନ, ଧର୍ମବାଣୀ, ଶାସ୍ତ୍ରବାଣୀ ମାଳିକାକୁ ଯୋଉମାନେ ହୃଦୟବତାର ସହିତ ଗ୍ରହଣ କରୁଛନ୍ତି। ଯୁକ୍ତି କଲା ବାଲା ତ ବହୁତ ଅଛନ୍ତି, ସେ ବହୁତ ପ୍ରକାର ଯୁକ୍ତି କରିବେ। ଯୋଉମାନେ ମାନନ୍ତି ନାହିଁ ସେ କେବେ ବି ମାନିବେ ନାହିଁ। ଜନ୍ମ କଲା ବାପାକୁ ମାନୁନାହାନ୍ତି। ହଁ କି ନାଇଁ? ବିଡିଓ, ତହସିଲଦାର, କଲେକ୍ଟର ଚାକିରି କରିକି ଜନ୍ମ କଲା ମାଟାକୁ ଖାଇବାକୁ ଦଉନାହାନ୍ତି। ଆଉ ଭଗବାନ କଳିକି ଅବତାର ବୋଲି କିଏ ମାନିବାଟା କଣ ସହଜ କଥା ହେଇଛି? ମଣିଷର ମନ। ତେବେ ସେମିତି ମୋର କିଛି କହିବାର ନାହିଁ। ଯଦି ମାହାଙ୍ଗା ଗ୍ରାମ ସମ୍ବଳ ନଗର ପ୍ରମାଣ ଅନୁସାରେ, ତେବେ ଠାକୁର କେଶବ ଚନ୍ଦ୍ର କଳିକି କି ନୁହଁ କୁହ? ଯଦି ମାହାଙ୍ଗା ଗ୍ରାମଟା ସମ୍ବଳ, ତେବେ ଠାକୁର କେଶବ କଳିକି କି ନୁହେଁ? ଏଟା ତ ଗ୍ରହଣ କରିବାକୁ ବାଧ୍ୟ, କାରଣ ସେ ସମ୍ବଳରେ କଳିକି ଅବତାର ଆସିବେ ନା। ଆଉ ତ ହଁ, ସେଇଟା ହଉଛି କଥା। ତେଣୁ ମୋ କହିବା କଥା ଯେ 12 ହାତ ଖଣ୍ଡା ଧରି ଯୋଉ ଉଗ୍ର ରୂପଧାରୀ କଳିକି, ଆମ ଠାକୁର ସେ ନୁହନ୍ତି। ଉଗ୍ର ରୂପଧାରୀ ଯେ ନରଘାତକ, ନର ମାନଙ୍କୁ ଖାଲି ମାରିବେ, ହାଣିବେ, ଇଏ କଳିକି ଅବତାର, ସିଏ ସେମିତି ନୁହଁ। ଇଏ ଅଜ୍ଞାନ ଅନ୍ଧକାରକୁ ଦୂର କରିଲା ବାଲା କଳିକି। ମୁଁ ଏଟା ବାରମ୍ବାର କହିଛି, ଏବେ ବି କହୁଛି। ଆପଣ ମାନେ ଶାସ୍ତ୍ର ପୁରାଣରେ ତ ଯାହା ଲେଖା ହେଇଛି, ଆପଣ ମାନେ ଓଡିଆ ଇତିହାସକୁ ଲକ୍ଷ୍ୟ କରନ୍ତୁ। ଲକ୍ଷ୍ୟ ଭାଇ, ତୁମେ ତ ଭଲ ଷ୍ଟୁଡେଣ୍ଟ। ଜିତୁ ଭାଇ ବି ଟିଚର, ମାନେ ଅତୀତରେ ଟିଚର କ୍ୱାଲିଫାଇ କରିବାଟା ଛୋଟିଆ କଥା ନୁହେଁ। ବହୁତ ଜ୍ଞାନ ଥିଲେ ଯାଇ ମାନେ ଟିଚରସିପ କରିବା ପାଇଁ ତମେ ପରୀକ୍ଷା କ୍ୱାଲିଫାଇ କରିପାରିବ। ତେଣୁ ଆପଣ ମାନେ ବି ସମସ୍ତେ ଇତିହାସ ସମ୍ପର୍କରେ ଆପଣ ମାନଙ୍କର ଧାରଣା ଥିବ। ଓଡିଆ ଇତିହାସକୁ ମୁଁ ବି ଅନୁଶୀଳନ କରିଛି। ମୁଁ ଖାଲି ଶାସ୍ତ୍ର ପୁରାଣ କୁ ଆଧାର କରି କହେ ନାହିଁ, ସବୁ ବିଷୟରେ ଟିକେ ଧାରଣା ରଖିବା ଦରକାର। ତେଣୁ ଓଡିଆ ଇତିହାସକୁ ଆପଣ ଯଦି ବି ଅନୁଶୀଳନ କରିବେ, ଆପଣଙ୍କର ଧାରଣା ସ୍ପଷ୍ଟ ହେଇଯିବ ଯେ ମାହାଙ୍ଗାଟା ହଉଛି ସମ୍ବଳ ନଗର। ଅଛି ଦେଖନ୍ତୁ, ଯୋଉ ଚୀନର ପରିବ୍ରାଜକ କିଏ? ହୁଏନ୍ସା ତାଙ୍କ ଭ୍ରମଣ କାହାଣୀରେ ଓଡିଶା ସମ୍ପର୍କରେ ବହୁତ କଥା ଲେଖିଛନ୍ତି। ଯେ ସେ ଲେଖିଛନ୍ତି ଯେତେବେଳେ ମାନେ ବୌଦ୍ଧ ଧର୍ମଟା ପ୍ରଚାର ହେଲା, ବୌଦ୍ଧ ଧର୍ମ ଯେତେବେଳେ ପ୍ରଚାର ହେଲା, ଗୌତମ ବୁଦ୍ଧ ଯୋଉ କେତେଟା 12ଟା ଜାଗାରେ ନା କେତେ ତାଙ୍କର ସେ ସାଧନା କରିଥିଲେ, ସେ 12ଟା ଜାଗାରୁ ତାଙ୍କର ମୁଖ୍ୟ ସ୍ଥାନଟା ହଉଛି ଓଡିଶା ବୋଲି ସେ ଲେଖିଛନ୍ତି। ଚୀନ ପରିବ୍ରାଜକ ହୁଏନ୍ସା ଲେଖିଛନ୍ତି ଯେ ଗୌତମ ବୁଦ୍ଧଙ୍କର ଯୋଉ 12ଗୋଟି ସ୍ଥାନରେ ସେ ତପସ୍ୟା କରିକି ସିଦ୍ଧି ଅର୍ଜନ କରିଥିଲେ, ତା ଭିତରୁ ଓଡିଶାଟା ହଉଛି ମୁଖ୍ୟ ଜାଗା। ଓଡିଶାରୁ ବି ବୌଦ୍ଧ ଧର୍ମର ଦୀକ୍ଷା ନବାଟା ଓଡିଶାରୁ ଆରମ୍ଭ ବୋଲି ସେ କହିଛନ୍ତି। କଳିଙ୍ଗରୁ, କଳିଙ୍ଗ ଓଡିଶା ନୁହେଁ, ସେ ଲେଖିଛନ୍ତି କଳିଙ୍ଗ। ଏଠି ତ ଅଶୋକ ଆସିକିନା ପୁଣି ହେଇଥିଲା ନା। ଗୌତମ ବୁଦ୍ଧଙ୍କର ଯୋଉ ପ୍ରଧାନ 2 ଜଣ ଶିଷ୍ୟ, ତପସ୍ସୁ, ଜଣକ ନା ତପସ୍ସୁ ଆଉ ଜଣକ ନା ଭଲ୍ଲିକ, ଏ 2 ଜଣ ଯାକ ଓଡିଶାର ବଣିକ ଥିଲେ, ବ୍ୟବସାୟୀ। ଗୌତମ ବୁଦ୍ଧଙ୍କର ତାଙ୍କ ସହିତ ଭେଟ ହେଇଛି। ଗୌତମ ବୁଦ୍ଧ ଉପାସ ରହିଛନ୍ତି ବହୁତ ଦିନ ହେଲା। ସେଥିରେ ଲେଖା ହେଇଛି ଇଏ କଣ ଗୋଟେ ପିଠା ଖାଇବାକୁ ଦେଲେ,
ତାଙ୍କ ଜୀବନ ରକ୍ଷା ପାଇଁ ଇଏ ତାଙ୍କ ଥଳିରେ ପିଠା ଧରିକିରି ଯାଇଥିଲେ। ସେ ପିଠାଟା ଗୌତମ ବୁଦ୍ଧଙ୍କୁ ଖାଇବାକୁ ଦେଇଛନ୍ତି। ଗୌତମ ବୁଦ୍ଧ ସେଥିରେ ଖୁସି ହେଇକି ତାକୁ ପ୍ରଥମେ ଦୀକ୍ଷା ଦେଇଛନ୍ତି। ଏ ଯୋଉ ତପସ୍ୱୁ ଆଉ ଭଲ୍ଲିକ ଏ ଦି ଜଣ ଯାକ କହୁଛନ୍ତି ପୃଥିବୀର ପ୍ରଥମ ବୌଦ୍ଧ ଧର୍ମର ପ୍ରଥମ ଦୀକ୍ଷିତ କଳିଙ୍ଗ ଲୋକ। ହୁଏନ୍ସା ତାଙ୍କ ଭ୍ରମଣ କାହାଣୀରେ ଏଟା ଉଲ୍ଲେଖ କରିଛନ୍ତି। ତେଣୁ କହିବାର ତାତ୍ପର୍ଯ୍ୟ କଣ, ଶତାବ୍ଦୀ ପରେ ଶତାବ୍ଦୀ ଯେତେବେଳେ ମାନେ ଅତିକ୍ରାନ୍ତ ହେଇଛି, ଉତ୍କଳ ପ୍ରଦେଶରେ ବୌଦ୍ଧ ଧର୍ମଟା ପ୍ରାୟ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ମାନେ ଭଲରେ ସ୍ଥିତିବାନ ହେଇକି ଥିଲା, ଉଜ୍ଜୀବିତ ହେଇକି ଥିଲା ସେ ବୌଦ୍ଧ ଧର୍ମଟା। ତେବେ କଥା ହଉଛି କଣ କି, ଅଷ୍ଟମ ଶତାବ୍ଦୀ ବେଳକୁ ଯେତେବେଳେ ବୌଦ୍ଧ ଧର୍ମରେ ତନ୍ତ୍ରବାଦଟା ପ୍ରବେଶ କଲା, ବୌଦ୍ଧ ଧର୍ମରେ ତନ୍ତ୍ରବାଦ ଆଗରୁ ନଥିଲା, ଅହିଂସା ପରମ ଧର୍ମ, କିନ୍ତୁ ତନ୍ତ୍ରବାଦଟା ଯେତେବେଳେ ଅଷ୍ଟମ ଶତାବ୍ଦୀ ବେଳକୁ ପ୍ରବେଶ କଲା, ସେ ବୌଦ୍ଧ ଧର୍ମଟା ଯୋଉ ତାଙ୍କର ଯୋଉ ତନ୍ତ୍ର ସାଧନାରେ କଣ ହେଲା, ମାରଣ, ମୋହନ, ସ୍ତମ୍ଭନ ଏଗୁଡାକ ସବୁ ପଶି ଆସିଲାନି। ବହୁତ କଥା, ବଶୀକରଣ, ଏଟା ତନ୍ତ୍ର ସାଧନାର କଥା। ବଶୀକରଣ, ମୋହନ, ସ୍ତମ୍ଭନ, ଅନ୍ୟକୁ ଆକର୍ଷିତ କରିବା ମାନେ ତନ୍ତ୍ର ବଳ, ଏଇଗୁଡାକ ବୌଦ୍ଧ ଧର୍ମାବଲମ୍ବୀ ମାନେ ଧୀରେ ଧୀରେ ଏଗୁଡାକ ଗ୍ରହଣ କରି ଗଲେ। ବୁଝିପାରୁଛ ନା? ବଜ୍ରଯାନ ଆଉ ମହାଯାନ ଦୁଇଟି ଭାଗ ହେଇଗଲାନି କି, କୋଉଟା ତାଙ୍କର ଯୋଉ ବୌଦ୍ଧ ଧର୍ମଟା ତନ୍ତ୍ରବାଦର ବଜ୍ରଯାନ ମହାଯାନ। ବଜ୍ରଯାନକୁ ଧରି ରଖିଲେ କିଏ? ଇନ୍ଦ୍ରଭୂତି, ରାଜା ଇନ୍ଦ୍ରଭୂତି। କଳିଙ୍ଗରେ ଯୋଉ ବଜ୍ରଯାନର ପ୍ରବର୍ତ୍ତକ କିଏ ଥିଲେ? ଇନ୍ଦ୍ରଭୂତି। ଆଉ ଯୋଉଟା ମହାଯାନ ବା ସହଜଯାନ ତାର ଥିଲେ ଇନ୍ଦ୍ରଭୂତିଙ୍କ ଭଉଣୀ କିଏ? ଲକ୍ଷ୍ମୀଙ୍କରା। ତାଙ୍କ ନାଁ ହଉଛି ଲକ୍ଷ୍ମୀଙ୍କରା। ତ ଆପଣ ଭଲକିରି ଇତିହାସକୁ ଅବଲୋକନ କରନ୍ତୁ ଯେ ଯୋଉ ମାନେ ବୌଦ୍ଧ ଧର୍ମର ଯୋଉ ତନ୍ତ୍ରବାଦଟା ତ ଓଡିଶାରୁ ଆରମ୍ଭ ହେଇଥିଲା। ଓଡିଶାରୁ ଆରମ୍ଭ ହେଇକିରି ତିବ୍ବତ ପର୍ଯ୍ୟନ୍ତ ପହଞ୍ଚେଇଥିଲେ। ସିଏ ତାଙ୍କ ନାଁଟା ଅବଶ୍ୟ ମୋର ମନେ ପଡୁନି, ଯିଏ ତିବ୍ବତକୁ ଧରିକିରି ଗଲେ, ମାନେ ତନ୍ତ୍ରବାଦଟା ପ୍ରଚାର ପ୍ରସାର କଲେ। ପଦ୍ମ ସମ୍ଭବ, ତାଙ୍କ ନାଁ ହଉଛି ପଦ୍ମ ସମ୍ଭବ। ସିଏ ଏଇ ତନ୍ତ୍ରବାଦଟାକୁ ଓଡିଶାରୁ ନେଇକିରି ତିବ୍ବତରେ ସେ ପ୍ରଚାର ପ୍ରସାର କରିଥିଲେ। ହଉ, ଏତେ କଥା ମୁଁ ଆଉ କହିପାରିବିନି, ସମୟ ହେଇଗଲାଣି। ଖାଲି ଏତିକି ଲାଷ୍ଟ କନକ୍ଲୁଜନ କଥାଟା କହିଦଉଛି ଯେ ଯେତେବେଳେ ଇନ୍ଦ୍ରଭୂତି ଥିଲେ ରାଜା ଜଣେ, ଇତିହାସକୁ ଭଲ କରି ଦେଖ, ସେ କୋଉ ରାଜ୍ୟର ରାଜା ଥିଲେ? ଇନ୍ଦ୍ରଭୂତି। ଇତିହାସରେ ଲେଖା ହେଇଛି ଇନ୍ଦ୍ରଭୂତି ଥିଲେ ସମ୍ବଳ ନଗରର ରାଜା। ଓଡିଶାରେ ତାମାନେ ସମ୍ବଳ ନଗର। ବହୁତ ଲୋକ କହୁଛନ୍ତି କୁଆଡେ ଉତ୍ତର ପ୍ରଦେଶରେ ସମ୍ବଳ ଗାଁ ଅଛି। ଏବେ ବି କହୁନାହାନ୍ତି କି କଳିକି ଅବତାର ଆସିବେ ଆଉ ଉତ୍ତର ପ୍ରଦେଶରେ ଗୋଟେ ସମ୍ବଳ ଗାଁ ଅଛି। କିନ୍ତୁ ଇତିହାସକୁ ଦେଖ, ପୁରାଣକୁ ଛାଡି ଦିଅ, ଇତିହାସକୁ ଦେଖିଲେ ବି ଇନ୍ଦ୍ରଭୂତି ଯୋଉ ବୌଦ୍ଧ ଧର୍ମର ବଜ୍ରଯାନର ଯିଏ ପ୍ରବର୍ତ୍ତକ ଥିଲେ, ସେ ସମ୍ବଳର ରାଜା ଥିଲେ। ସେ ବହୁତ ବୌଦ୍ଧ ବିହାର ତିଆରି କରିଥିଲେ, ବୌଦ୍ଧ ମୂର୍ତ୍ତି ସ୍ଥାପନ କରିଥିଲେ। ତେବେ ଆପଣ ମାନେ ଯାଇକି ଦେଖନ୍ତୁ, ମାହାଙ୍ଗାର ଚତୁର୍ଦିଗରେ ଯୋଉଟା ମାଳିକାରେ ଲେଖି ଯାଇଛି, ଅଷ୍ଟଗିରି ବେଢି ଜେବଣ ସ୍ଥାନ, କଳିକି ଅବତାର ଯୋଉଟା ଆସିବେ ତା ଚାରିପଟେ ଅଷ୍ଟଗିରି ଥିବ, ପ୍ରମାଣ ସ୍ୱରୂପ। ମାନେ କଣ? ଲଳିତଗିରି, ପୁଷ୍ପଗିରି, ବଜ୍ରଗିରି, ଉଦୟଗିରି, ଆହୁରି କଣ କଣ ଖଣ୍ଡଗିରି, ନାଇଁ ସେଟା କଣ ରତ୍ନଗିରି। ମାହାଙ୍ଗା ଚାରିପଟେ ଯାଇକି ଆପଣ ମାନେ ଦେଖନ୍ତୁ, ଏ ଗିରି ଗୁଡାକ ଅଛି ଆଉ ବୌଦ୍ଧ ବିହାର ଅଛି। ତେଣୁ ଆମେ ଏଥିରୁ କ୍ଲିୟର ହେଇଯିବାନି କି ସମ୍ବଳ ନଗରର ଅନ୍ତର୍ଭୁକ୍ତ ନିଶ୍ଚୟ ମାହାଙ୍ଗା ଗାଁଟା। କଣ ବିଷ୍ଣୁ ଭାଇ? ଏତେ ପ୍ରମାଣ ସବୁ ଅଛି ନା। ଇତିହାସ କହୁଛି ଏଟା ଇନ୍ଦ୍ରଭୂତି ଥିଲେ ସମ୍ବଳର ରାଜା। ତେଣୁ ଓଡିଶାରେ ସମ୍ବଳ ନଗର, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଆଉ ବୌଦ୍ଧ ବିହାର ଯେହେତୁ ମାହାଙ୍ଗା ଚତୁର୍ପାର୍ଶ୍ୱରେ ଅଛି, ତେଣୁ ମାହାଙ୍ଗା ଯେ ସମ୍ବଳ, ଏଥିରେ ଆଉ କଣ ମାନେ ସନ୍ଦେହ ଅଛି? ତେବେ ଭାଇ ମାନେ, ଆମେ ଶିକ୍ଷିତ କି ନାହିଁ? ଆମେ ଶିକ୍ଷିତ ହେଇକରି ଉଚ୍ଚ ପ୍ରତିଷ୍ଠିତ ମାନେ ସମାଜରେ ଆମେ ତ ନିରକ୍ଷର ନୁହନ୍ତି ନା, ମୂର୍ଖ ନୁହନ୍ତି ନା, ଆମେ ଶିକ୍ଷିତ। ଜଣକ କଥାଟା ସେ କହିଦେଲା ବୋଲି କି ଯିଏ ଯାହାକୁ ଗୁରୁ କରିବ, ଗୁରୁ ସାକ୍ଷାତ ତା ଗୁରୁଙ୍କୁ ସେ ନିଶ୍ଚିତ ରୂପରେ ବଡକିରି କଥା କହିବ। କିନ୍ତୁ ଆମେ କହିଦେଲେ କଣ ସମସ୍ତେ ଗ୍ରହଣ କରିବ ବୋଲି ମାନେ ଅଛି? ଆମେ ଯେହେତୁ ଶିକ୍ଷିତ, ଆମେ ଅନୁଶୀଳନ କରିବା, ପର୍ଯ୍ୟବେକ୍ଷଣ କରିବାର ଅଛି, ପ୍ରମାଣ ଦରକାର। ତେଣୁ ଆମେ ଯେତେବେଳେ ଠାକୁର କେଶବ ଚନ୍ଦ୍ରଙ୍କୁ ଗୁରୁ ରୂପରେ ବରଣ କଲେ, ତାପରେ ଯେତେବେଳେ ଜାଣିଲେ ତାଙ୍କ ବିଷୟରେ ମାଳିକାରେ ଏତେ କଥା ଗୁଡାଏ ଲେଖା ହେଇଛି, ତାପରେ ଆମେ ଏଗୁଡାକ ଖୋଜିଛୁ ନା। ଆମେ କଣ ଷ୍ଟାର୍ଟିଂ ରେ ମାଳିକା ଖୋଜୁଥିଲୁ ଅନ୍ୟକୁ କହିବା ପାଇଁ ଯେ ଆମ ଠାକୁର ଭଗବାନ,
ଆମ ଗୁରୁ ହଉଛନ୍ତି କଳ୍କି ପୁରୁଷ। ଏଇଗୁଡା କହିବା ପାଇଁ ଆମେ ପ୍ରକୃତରେ ମାଳିକା ଖୋଜିଲୁ ନିଜ ପାଇଁ ନିଜେ କ୍ଲିୟର ହବା ପାଇଁ ଯେ ମୁଁ ଯାହାକୁ ଗୁରୁ ରୂପରେ ବରଣ କରିଛି ବାସ୍ତବରେ ସେ କିଏ ଏଇଟା ଜାଣିବା ପାଇଁ ଆମେ ମାଳିକାକୁ ଖୋଜିଲେ। ତେବେ ଆମେ ଶିକ୍ଷିତ ହେଲା ପରେ ମାଳିକାକୁ ଦେଖିଲେ, ଭାଗବତକୁ ଦେଖିଲେ, ଇତିହାସକୁ ମିଶେଇ ସବୁ ଗୁଡାକ ମିଶେଇଲା ବେଳକୁ ଯେତେବେଳେ ଆମେ ମାନେ ଆମ ପାଖରେ କ୍ଲିୟରାନ୍ସ ମିଳିଯାଉଛି, ଆମେ ନିଶ୍ଚିତ ହେଇଯାଉଛନ୍ତି ଯେ ବାସ୍ତବରେ ଠାକୁର କିଏ, କେଶବ ଚନ୍ଦ୍ର କିଏ। ତେବେ ଅନ୍ୟ ଲୋକମାନେ ତାକୁ ଗ୍ରହଣ କରିବେ ନ କରିବେ ସେଟା ଅଲଗା କଥା। ଆହୁରି 1000 ଜଣ କଳିକି ଆସନ୍ତୁ, ଆମର କିଛି କହିବାର ନାହିଁ। କିନ୍ତୁ ମୋ ଠାକୁର କେଶବ ଚନ୍ଦ୍ର, ଆପଣଙ୍କ ପ୍ରଶ୍ନ ଅନୁସାରେ ଯେ ତାଙ୍କୁ କଳିକି କହିବାଟା ଯଥାର୍ଥ କି ନୁହେଁ, ଜିତୁ ଭାଇ ଯୋଉଟା ପଚାରିଲେ ଅନ୍ୟମାନେ ତାଙ୍କୁ କିଏ କହୁଛନ୍ତି ବୋଲି, ତେବେ ଏତିକି ତାଙ୍କୁ କହିଦେବେ ଯେ ଆମ ଗୁରୁଦେବ ଆମ ଠାକୁର କେଶବ ଚନ୍ଦ୍ର ସମ୍ବଳ ନଗରର କଳିକି ଠାକୁର, ସମ୍ବଳ ନଗରର କଳିକି ଅବତାର। ଯଦି ଆଉ କୋଉଠି କଳିକି ଅବତାର ଆସିବେ 12 ହାତ ଖଣ୍ଡା ଧରି ମ୍ଲେଚ୍ଛ ସଂହାର କରିବେ, ଆମର ସେଥିରେ କିଛି କହିବାର ନାହିଁ। କିନ୍ତୁ ଆମ ଠାକୁର କଳଙ୍କକୁ ପୋଛିଲା ବାଲା କଳିକି ଅବତାର ହେଲା। ଅଜୟ ଭାଇ କୁଆଡେ ଗଲା ରେ? ହଁ ବାହାର ସବୁ ହଉ ଷ୍ଟାର୍ଟ କର। ଆଉ ମତେ କ୍ଷମା କରିବେ, ଆଉ ମୁଁ ସମୟ ଦେଇପାରିବି। ଆମକୁ ମନେ ରଖିଥିବ ଭାଇ। ସତ୍ୟ